हे दिन बांधव दुख हरी आउ किते दिन ए दुनिया सामने मते मिछ अभिनय करबा पई पड़िबो ठाकुरी आउ किते दिन बुढ़ा बयस ठाकुरी बुढ़ा बयस कूल पुत्र संतान टे जन्म देल जन्म देवा किछि क्षण परे पुआ ठारू माँ को मध्य अलग करदेल मातृहरा हो गला पुआटा मोर किए देव मार ममता किए देव मार स्नेह यही कथा भाविला बेलू ए मो छातीर कलिजाटा खंड खंड हो जाउछि ठाकुरी ए मो छातीर कलिजाटा खंड खंड हो जाउछि ठाकुरी पुआ ठारू माँ को तो अलग करदेल मते मध्य सुस्थ सबल रखिलनी मते मध्य श्वास रोगी करदेलनी केते बेले तू मुहूर्त पिंडर प्राणटा छड़ी जीव जे ठाकुरी मो मध्य जानी पारिबिनी ठाकुरी मो मध्य जानी पारिबिनी ठाकुरी मो गुण सतरे ये आपण को पुण्य संसार रे पापी मनीष मुकुल सतरे आपण को पुण्य संसार पापर घर करिछि मोर कोन सतरे आपण को पुण्य संसार रहिबार अधिकार नहीं कहतु ना ठाकुरी ए मो प्रश्नर उत्तर दियंतु ए मो प्रश्नर उत्तर दियंतु ना ठाकुरी ए मो प्रश्नर उत्तर दियंतु नियति तू कौन कहीपर नियति मु कौन सतरे तो पुण्य संसारे पापी मनीष मु कौन सतरे तो पुण्य संसारे पापर घर करिछि कह रे नियति कह ए वो प्रश्नर उत्तर दियो रे नियति ए मो प्रश्नर उत्तर दियो नियति रे नियति तू कौन कलु ममता डोरी रुआजी वंचित कलु संसार रे पापर घर पुण्य संसार रे पापर घर पुण्य संसार रे पापर घर
ସତରେ ଠାକୁରୀ ଏ ଆପଣଙ୍କ ପୁଣ୍ୟ ସଂସାରରେ ମୁଁ ଗୋଟିଏ ପାପୀ ମଣିଷ। ସତରେ ମୋ ପାପର ଘର କରିଛି ଠାକୁରୀ, ସତରେ ମୋ ପାପର ଘର କରିଛି। କପାଳ ଲିଖନ କି କରିବ ଆନ, ଦୈବ ମୋ ଭାଗ୍ୟରେ ଯାହା ଲେଖିଦେଇଛନ୍ତି କିଏ ଅବା ତାକୁ ବଦଳେଇ ଦେଇପାରିବ? ମୋତେ ସହିବା ପାଇଁ ପଡ଼ିବ, ମୋତେ ଭୋଗିବା ପାଇଁ ପଡ଼ିବ। ହଁ, ମୋତେ ସହିବା ପାଇଁ ପଡ଼ିବ, ମୋତେ ଭୋଗିବା ପାଇଁ ପଡ଼ିବ। ମୁଁ ଶୁଣିଛି ଉଦୟନଗର ନରେଶ ରାଜା ବିଜୟସେନ ନ୍ୟାୟବନ୍ତ ଧର୍ମବନ୍ତ ବୋଲି ଏ ରାଜ୍ୟର ସମସ୍ତ ଜନ ପ୍ରଜା କହନ୍ତି। ଉଦୟନଗର ନରେଶ ରାଜା ବିଜୟସେନ ନ୍ୟାୟବନ୍ତ ଧର୍ମବନ୍ତ ବୋଲି ମୁଁ ଚାଲିଯିବି ମହାରାଜାଙ୍କ ନିକଟକୁ, ଆଉ ଏଇ ମୋ ଦୁଃଖର ବାର୍ତ୍ତା ଜଣେଇବି, ଏଇ ମୋ ଦୁଃଖଦ କାହାଣୀ ଜଣେଇବି। କାଳେ କାଳେ ମହାରାଜ ଏଇ ମୋ ଦୁଃଖଦ କାହାଣୀ ଶୁଣି ମୋ ଦୁଃଖ ଦୂର କରିଦେବେ। ଜୟ ଜୟ ମହାରାଜାଙ୍କ ନିକଟକୁ। ପୁଣ୍ୟ ସଂସାରରେ ପାପର ଘର, କିଏ ପର ଏଠି କିଏ ନିଜର। ପୁଣ୍ୟ ସଂସାରରେ ପାପର ଘର, କିଏ ପର ଏଠି କିଏ ନିଜର। महाराजांकर जय हे, रानी मांकर जय हे। महामंत्री चूड़ामणि तमे पुणी एई समय रे? हाँ राजेश्वर, मु आपणक पाखक एक संवाद नेकी आसीची। ताहेले कौ संवादटा नेकी आसी अछ? अविलंबे करंतु प्रकाश चूड़ामणि, अविलंबे करंतु प्रकाश। आपणक राज्य महलर सिंह द्वार ठारे एक वृद्ध मशा जणे छिड़ा होइछंती। ओ आम राज्य महलर सिंह द्वार ठारे जणे वृद्ध मौसाटीए छिड़ा हेकी अछंती। हाँ राजेश्वर, मु पचार बेलक कहले आपणक सहित साक्षात करबाकू चाहुछंती। मो सहित साक्षात करिवे? हाँ राजेश्वर। ताहेले विलंब काहेकि महामंत्री? अविलंबे पाछड़ी नहीं आस मोहरी निकटे। ताले ठीक अछि राजेश्वर। हाँ चूड़ामणि। महाराजांकर जय, रानी मांकर जय। मौसा एई उदयनगर नरेश राजा विजयसेन आपणक की सेवा करि पारिबे मौसा? अविलंबे करंतु प्रकाश। महाराज मौसा ମୁଁ ଶୁଣିଛି ଆପଣ ଜଣେ ନ୍ୟାୟବନ୍ତ ରାଜା, मौसा ଧର୍ମବନ୍ତ ରାଜା ବୋଲି मौसा এই ରାଜ୍ୟର ସମସ୍ତ ଜନ ପ୍ରଜା କହନ୍ତି। मौसा ଆପଣ ଜଣେ ନ୍ୟାୟବନ୍ତ ରାଜା, ଧର୍ମବନ୍ତ ରାଜା ବୋଲି। मौसा ସେଥିପାଇଁ ଆପଣଙ୍କ ନିକଟକୁ ବହୁତ ବଡ଼ ଆଶା ଆକାଂକ୍ଷା ନେଇ ଆସିଛି ମହାରାଜ, ବହୁତ ବଡ଼ ଆଶା ଆକାଂକ୍ଷା ନେଇ ଆସିଛି मौसा ମହାରାଜ। आपणक आशा आकांक्षा निश्चय पूर्ण हब मौसा। निसंदेहरे करंतु प्रकाश मौसा, निसंदेहरे करंतु प्रकाश। କୋଉଠୁ ଆରମ୍ଭ କରିବି, କୋଉଠି ଶେଷ କରିବି मौसा କିଛି ବି ଜାଣିପାରୁନି ମହାରାଜ। मौसा ଅସହାୟ ମଣିଷଟି, हाँ मौसा ନିରୁପାୟ ମଣିଷଟି, मौसा ଏକ ଗରିବ ପରିବାରରେ ମୋର ଜନ୍ମ, हाँ मौसा ଏକ ଚାଷୀ ପରିବାରରେ ମୋର ଜନ୍ମ। मौसा ମୋ ସ୍ତ୍ରୀ ରୂପା हाँ मौसा ଆଉ ମୁଁ। हाँ मौसा ହଁ ମହାରାଜ, हाँ मौसा
ସୁଖୀ ପରିବାରଟିଏ ମଉସା ଛୋଟ ପରିବାରଟିଏ ମଉସା ଆନନ୍ଦରେ ଚଲି ଆସୁଥିଲା ସୁଖର ସଂସାର ଆମର ସତେ କି ମଉସା ସେଇ ସୁଖୀ ପରିବାରରେ ମଉସା ଭଗବାନ ଆହୁରି ମଧ୍ୟ ଖୁସିଟି ଭରିଦେଲେ ହଁ ମଉସା ଏଇ କଅଁଳିଆ ଶିଶୁପୁତ୍ରଟିଏ ଜନ୍ମ ଦେଇ ଆରେ ହଁ ତ ଖୁସିରେ ମନ ମୋର ନାଚି ଉଠିଲା ନିଶ୍ଚୟ ମଉସା ଆନନ୍ଦରେ ଛାତି ମୋର ଫାଟି ଉଠିଲା ହଁ ମଉସା କିନ୍ତୁ ମହାରାଜ କିନ୍ତୁ ପୁଣି କଣ ମଉସା ଭଗବାନ ଖୁସିଟେ ଦେଇ ସିନା ଗଲେ ମଉସା ସେଇ ଖୁସିଟା କିଛି ମୁହୂର୍ତ୍ତ ପାଇଁ ରହି ମଉସା ଦୁଃଖରେ ପରିଣତ ହେଇଗଲା ମହାରାଜ ମଉସା ଦୁଃଖରେ ପରିଣତ ହେଇଗଲା କି ଆପଣ କଣ କହୁଛନ୍ତି ମଉସା ସେଇ ଖୁସିଟା କିଛି ମୁହୂର୍ତ୍ତ ପାଇଁ ରହି ପୁଣି ଦୁଃଖରେ ପରିଣତ ହେଇଗଲା ହେ ଭଗବାନ ଏ ମୁଁ କଣ ଶୁଣିବାକୁ ପାଉଛି ହଁ ମହାରାଜ ଏଇ କଅଁଳିଆ ଶିଶୁପୁତ୍ରଟାକୁ ଜନ୍ମ ଦେବା କିଛି କ୍ଷଣ ପରେ ମଉସା ହଁ ମହାରାଜ ହଁ ମଉସା ଏଇ କଅଁଳିଆ ଶିଶୁପୁତ୍ରଟାକୁ ଜନ୍ମ ଦେବା କିଛି କ୍ଷଣ ପରେ ମଉସା ସବୁଦିନ ପାଇଁ ମଉସା ଆମ ବାପ ପୁଅକୁ ଛାଡ଼ି ହଁ ମଉସା ତା ମା ଆର ପାରିକୁ ଚାଲିଗଲା ମହାରାଜ ମଉସା କି ଆପଣ କଣ କହୁଛନ୍ତି ମଉସା କି ଆମେ କଣ ଶୁଣିବାକୁ ପାଉଛୁ ମାତୃହରା ହେଇଗଲା ପୁଅଟା ମୋର ନାଇଁ ମଉସା କିଏ ଦେବ ମାର ମମତା ମଉସା କିଏ ଦେବ ମାର ସ୍ନେହ ମଉସା ଏହି କଥା ଭାବିଲା ବେଳକୁ ମଉସା ମୁଁ ଆଉ ସହିପାରୁନି ମହାରାଜ ମୁଁ ଆଉ ସହିପାରୁନି ମଉସା ତାହେଲେ ଆପଣ କଣ ମନରେ ସ୍ଥିର କରିଛନ୍ତି ଆଉ କଣ କହିବାକୁ ଚାହାନ୍ତି କୁହନ୍ତୁ ନା ମଉସା କୁହନ୍ତୁ ମହାରାଜ ମଉସା ମୁଁ ତ ଗରିବ ମଣିଷଟିଏ ହଁ ମଉସା ମତେ ତ ଦି ବେଲା ଦି ମୁଠା ଖାଇବା ପାଇଁ ମିଳୁନି ମଉସା ହଁ ମହାରାଜ ହଁ ମଉସା ମୁଁ ତ ଗରିବ ମଣିଷଟିଏ ମଉସା ମତେ ତ ଦି ବେଲା ଦି ମୁଠା ଖାଇବା ପାଇଁ ମିଳୁନି ନାଇଁ ମଉସା ଏଇ କଅଁଳିଆ ଶିଶୁ ପାଇଁ କୁଆଡୁ କ୍ଷୀର ଆଣିବି ମହାରାଜ ମଉସା ମୁଁ ଭାବୁଛି ଆପଣ କଣ ଭାବୁଛନ୍ତି ମଉସା ଏଇ କଅଁଳିଆ ଶିଶୁଟାକୁ ହଁ ମଉସା ହଁ ମହାରାଜ ମୁଁ ଭାବୁଛି ଏଇ କଅଁଳିଆ ଶିଶୁଟାକୁ ତଣ୍ଟିଚିବି ମାରିଦେବି ମଉସା ନାଇଁ ମଉସା ନାଇଁ ମଉସା ଆମେ କେବେ ମଧ୍ୟ ସହ୍ୟ କରିପାରିବୁନି ତାହେଲେ କଣ ବା କରିବି ମହାରାଜ ଉପାୟ ଶୂନ୍ୟ ହେଇଯାଉଛି ବୁଦ୍ଧି ବଣା ହେଇଯାଉଛି ମୋର ମଉସା ମହାରାଜ ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ ନା ମଉସା ମତେ କିଛି ଗୋଟେ ସ୍ଥିର କରିବାକୁ ଦିଅନ୍ତୁ ମଉସା ମତେ କିଛି ଗୋଟେ ବିଚାର କରିବାକୁ ଦିଅନ୍ତୁ ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ ମଉସା ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ ତେବେ ଠିକ ଅଛି ମହାରାଜ ହଁ ମଉସା ହ୍ୟାଲୋ ଈଶାନ ରାଣୀ ସ୍ୱରୂପା ସ୍ୱାମୀ ଏଇ ବୃଦ୍ଧ ମଉସା ଜଣକ କଣ କହିଗଲେ ଶୁଣିଲ ତ ହଁ ସ୍ୱାମୀ ସେଇ ତାଙ୍କ କଅଁଳିଆ ଶିଶୁକୁ ତଣ୍ଟି ଚିପି ମାରିଦେବାକୁ କହୁଛନ୍ତି ନାଇଁ ସ୍ୱାମୀ ନାହିଁ ଆମେ ପୁତ୍ର ନଥିଲା ଲୋକେ କେମିତି ସହ୍ୟ କରିପାରିବୁ ଲୋ ସ୍ୱାମୀ ପୁତ୍ର ନଥିଲା ଲୋକେ କାଶୀ କ୍ଷେତ୍ର ଗଙ୍ଗା ଗଳେ ସୁଧା ନମିଳ ଏ ପୁତ୍ର ହଁ ସ୍ୱାମୀ ଆଉ ଗୋଟେ କଥା ଜାଣିଛ କି କଥା ସ୍ୱାମୀ ବଡ଼ ରାଣୀ ସୁରେଖାକୁ ବାହା ହେଇକି 10 ବର୍ଷ ବିତିଗଲା ହଁ ତ ଦେବଦେବ ମହାଦେବ ନଦେଲେ କୋଳରେ ଏକ ସନ୍ତାନ ଆଉ ତମକୁ ମଧ୍ୟ ବାହା ହେଇକି 5 ବର୍ଷ ବିତିଗଲାଣି ହଁ ସ୍ୱାମୀ ମା ମଙ୍ଗଳା ନଦେଲେ କୋଳରେ ଏକ ଉତ୍ତରାଧିକାରୀ ସ୍ୱାମୀ ସ୍ୱରୂପା କର୍ମର ଲେଖନ କି କରିବ ଆନ ସ୍ୱରୂପା ଭାଗ୍ୟରେ ଯାହା ଲେଖା ଅଛି ତାହା ନିଶ୍ଚୟ ଭୋଗିବାକୁ ପଡ଼ିବ ସ୍ୱାମୀ ନିଶ୍ଚୟ ଭୋଗିବାକୁ ପଡ଼ିବ ଏଇଥିପାଇଁ ତ ଜନ ପ୍ରଜା ସମସ୍ତେ କହନ୍ତି ଲୋ କ'ଣ କହନ୍ତି ସ୍ୱାମୀ ପୁତ୍ର ଦୁହିତାରେ ସିନା ସଂସାରର ସାର ଆଉ ଯେତେ ଧନ ସମ୍ପଦ ଥିଲେ ମଧ୍ୟ ପାଣିର ସେ ଗାର ମହାରାଣୀ
ପାଣି ରୋଜଗାର। ହେଲେ ଆପଣ କ'ଣ କହିବାକୁ ଚାହୁଁଛନ୍ତି ସ୍ୱାମୀ? ମୁଁ କ'ଣ କହିବାକୁ ଚାହୁଁଛି ଶୁଣିବ ନା? ହଁ ଆଲୋ ଏ ସ୍ୱରୂପା, ସ୍ୱାମୀ, ଆମେ କ'ଣ ସେଇ କଅଁଳିଆ ଶିଶୁକୁ ବଞ୍ଚେଇ ପାରିବାନି? ତମେ କ'ଣ ମାର ସ୍ନେହ ମମତା ଦେଇପାରିବନି? କୁହ ସାନ ରାଣୀ ସ୍ୱରୂପା, କୁହ। ସ୍ୱାମୀ, ସ୍ୱରୂପା, ମୁଁ ହଉଛି ଗୋଟିଏ ନାରୀ। ହଁ ସ୍ୱରୂପା, ମୁଁ କ'ଣ ସେ କଅଁଳିଆ ଶିଶୁକୁ ମାର ସ୍ନେହ ମମତା ଭଲ ପାଇବା ଦେଇପାରିବିନି? ସ୍ୱରୂପା ନିଶ୍ଚୟ ଦେଇପାରିବି ସ୍ୱାମୀ। ସତ କହୁଛ? ଯଦି ମୋ ସାଙ୍ଗ ଇଚ୍ଛା ହୁଏ ସେ କଅଁଳିଆ ଶିଶୁକୁ ମୁଁ ନିଜ ପୁତ୍ର ଭଳି ଲାଳନ ପାଳନ କରିବି। ହଁ ସାନ ରାଣୀ ସ୍ୱରୂପା, କାହିଁକି ନା ଦୀର୍ଘ 5 ବର୍ଷ ପରେ ସେ କରୁଣାମୟୀ ମା ମଙ୍ଗଳା ଆମ ଡାକକୁ ଶୁଣି ପାରିଛନ୍ତି ସ୍ୱାମୀ। ଧନ୍ୟ ଧନ୍ୟ ସାନ ରାଣୀ ସ୍ୱରୂପା, ତମେ ଧନ୍ୟ। ହଁ ସ୍ୱାମୀ, ତମେ ଗୋଟାଏ ଉପାୟର ବାଟ ଖୋଜି ଦେଇଛ। ମଉସା, ମଉସା, ମହାରାଜ। ଆପଣ ପରା ଉପାୟ ଖୋଜୁଥିଲେ? ହଁ ମହାରାଜ। ଉପାୟର ବାଟ ଏଇଆ ଯେ ଆପଣ ଯଦି ଚାହିଁବେ ଆମେ ତମ କଅଁଳିଆ ଶିଶୁକୁ କୋଳେଇ ନେବୁ, ମଉସା କାଖେଇ ନେବୁ। ସାନ ରାଣୀ ସ୍ୱରୂପା ତାକୁ ମାର ସ୍ନେହ ମମତା ଦେଇପାରିବେ। ମଉସା ସ୍ନେହ ମମତା ଦେଇପାରିବେ। ଆପଣ ସତ କହୁଛନ୍ତି ମହାରାଜ? ହଁ ମଉସା। ରାଣୀମା, ଆପଣ ସତରେ ପାଖେଇ ନେବେ? ମଉସା, ହେଲେ ମୁଁ କେମିତି ବିଶ୍ୱାସ କରିବି ମହାରାଜ? ମଉସା, ତାହେଲେ ଆପଣ କ'ଣ କଲେ ବିଶ୍ୱାସ କରିବେ? ସେଇ କଅଁଳିଆ ଶିଶୁ ପାଇଁ ଆମେ କିଛି ବି କରିପାରୁ। କୁହନ୍ତୁ ନା ମଉସା, କୁହନ୍ତୁ ଆମକୁ କ'ଣ କରିବାକୁ ହବ? ସତ୍ୟ। ସତ୍ୟ। ହେ ଉଦୟନଗର ନରେଶ, ଆପଣ ସତ୍ୟ କରିପାରିବେ ତ? ନିଶ୍ଚୟ ପାରିବି ମଉସା। ଏଇ 10 ଦିଗ 10 ପାଳ ଚନ୍ଦ୍ର ସୂର୍ଯ୍ୟଙ୍କୁ ସାକ୍ଷୀ ରଖି କହିପାରିବେ ରାଜନ ମଉସା, କି ଆପଣ ମୋ ପୁଅକୁ କାଖେଇ ନେବେ, କୋଳେଇ ନେବେ ବୋଲି? ହଁ ମଉସା। କୁହନ୍ତୁ ମହାରାଜ, ଆପଣ ପାରିବେ ତ? ନିଶ୍ଚୟ ପାରିବି ମଉସା। ସେଇ କଅଁଳିଆ ଶିଶୁ ପାଇଁ ମୁଁ ନିଶ୍ଚୟ ସତ୍ୟ କରିପାରିବି ମଉସା। ଆଜି ଉଦୟନଗର ନରେଶ ରାଜା ବିଜୟ ସେନ ସମସ୍ତଙ୍କ ସାମ୍ନାରେ ତଥା ଚନ୍ଦ୍ର ସୂର୍ଯ୍ୟ 10 ଦିଗ 10 ପାଳକୁ ସାକ୍ଷୀ ରଖି ସତ୍ୟ କରୁଛି ଯେ ମୁଁ ତମ କଅଁଳିଆ ଶିଶୁକୁ ନିଜ ସନ୍ତାନ ବୋଲି ଗ୍ରହଣ କରିବି। ଏଇ ଦୁନିଆ ଆଗରେ ମୁଣ୍ଡ ଟେକି ବାଟ ଚାଲିବାର ପରିଚୟ ଦେବି। ଭବିଷ୍ୟତରେ ଏଇ ଉଦୟନଗରରେ ମୁଁ ଉତ୍ତରାଧିକାରୀ ମଧ୍ୟ କରିବି। ଏ ହେଉଛି ରାଜା ବିଜୟ ସେନଙ୍କ ଅଟଳ ବାଣୀ। ଧନ୍ୟ ମଉସା, ଧନ୍ୟ ମହାରାଜ, ମଉସା, ଧନ୍ୟ ତବ ଚିନ୍ତାଧାରା, ମଉସା, ଧନ୍ୟ ତବ ନ୍ୟାୟ। ହଁ ମଉସା। এইଥିପାଇଁ ତ ରାଜ୍ୟର ସମସ୍ତ ଜନପ୍ରଜା କହନ୍ତି କି ମଉସା, ରାଜା ବିଜୟ ନ୍ୟାୟବନ୍ତ ଧର୍ମବନ୍ତ ବୋଲି। ମଉସା, ଆଜି ମୁଁ ବହୁତ ଖୁସି ମହାରାଜ, ସତେ କି ମଉସା? ଆଜି ମୁଁ ବହୁତ ଖୁସି। ହଁ ମଉସା। ତୁ କାନ୍ଦିଲେ ସିନା, ତୁ କାନ୍ଦିଲେ ପରା ଏ ମୋ ପଞ୍ଚ ପୁରାଣଟା କାନ୍ଦି ଉଠିଲି। ତୁ କାନ୍ଦନାରେ ସୁନା, ତୁ କାନ୍ଦିଲେ ପରା ଏ ମୋ ଅନ୍ତର ଆତ୍ମାଟା କାନ୍ଦି ଉଠିଲି ଧନ। ଏ ମୋ ଅନ୍ତର ଆତ୍ମାଟା କାନ୍ଦି ଉଠିଲି ସୁନା। ଆଜି ଦିନଠୁ ତୋର କାନ୍ଦିବାର ଦିନରେ ଗଲାରେ ଧନ। ଆଜି ଦିନଠୁ ତୋର କାନ୍ଦିବାର ଦିନ ଗଲା। ଆଜି ଦିନଠୁ ତୁ
ସବୁଦିନ ପାଇଁ ହସିବୁରେ ସୁନା, ସବୁଦିନ ପାଇଁ ହସିବୁ। ତତେ ଆଉ ମୋ ଗରିବ କୁଡ଼ିଆରେ ରହିବା ପାଇଁ ପଡ଼ିବୁରେ ଧନ। ତତେ ଆଉ ଏ ମୋ ଗରିବ କୁଡ଼ିଆରେ ରହିବା ପାଇଁ ପଡ଼ିବ ଦିନେ ସୁନା। ତତେ ଆଉ ଏ ମୋ ଗରିବ କୁଡ଼ିଆରେ ରହିବା ପାଇଁ ପଡ଼ିବନି। ରାଜମହଲରେ ରହିବୁରେ ଧନ, ରାଜମହଲରେ ରହିବୁ। ଗଜଦନ୍ତ ପଲଙ୍କେ ଶୟନ କରିବୁ, ସୁବର୍ଣ୍ଣ ଥଳିରେ ଅନ୍ନ ଭକ୍ଷଣ କରିବୁ ରେ ଧନ, ସୁବର୍ଣ୍ଣ ଥଳିରେ ଅନ୍ନ ଭକ୍ଷଣ କରିବୁ। ଆଜି ତୋର କାନ୍ଦିବାର ଦିନ ଗଲାରେ ଧନ, ଆଜି ତୋର କାନ୍ଦିବାର ଦିନ ଗଲା। ସବୁଦିନ ପାଇଁ ହସିବୁରେ ସୁନା, ସବୁଦିନ ପାଇଁ ହସିବୁ। ମହାରାଜ ହଁ ମଉସା। ଆଜି ଏ ବୁଢ଼ା ବାପଟା, ମଉସା ହଁ ମହାରାଜ, ହଁ ମଉସା। ଆଜି ଏ ବୁଢ଼ା ବାପଟା ବାସୁଦେବ ସାଜି। ହଁ ମହାରାଜ, ମଉସା ଆଜି ଏ ବୁଢ଼ା ବାପଟା ବାସୁଦେବ ସାଜି ଯଶୋଦା କୋଲାକୁ ବଢ଼େଇ ଦେଉଛି ତାର ଅଳିଅ ଝଟିଆ କାନ୍ନାକୁ। ମହାରାଜ, ତାର ଅଳିଅ ଝଟିଆ କାନ୍ନାକୁ। ହଁ ମଉସା। ଦେବକୀ କୋଳରୁ ଜନ୍ମି ଯଶୋଦା କୋଳକୁ କାହ୍ନୁ ଯେବେ ଚାଲି ଯାଏ, পুত্র বিহুনে যে পিতা বসুদেব সাজি ঝুরি ঝুরি মরি যায়। তোতে দেলি আশীর্বাদ তু রাখিবু রে টেক, তোতে লাগু মো আয়ুষ তু রাখিবু রে যশ। চালি যা রে চালি যা রে, চালি যা রে মো হৃদপিণ্ড পুর প্রদীপ তোর মঙ্গল কামনা করে বাপ তোর মঙ্গল কামনা করে বাপ। দেবকী কোଳରୁ জন্মি যশোদা কোଳକୁ কাহ্নু যেবে চালি যায়, পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায়।
কামনা করে বাপ তোর মঙ্গল কামনা করে বাপ তোর মঙ্গল কামনা করে বাপ ଜାଣିବ ମଉସା ଏଇ ମୋ ଛାତିର କଳିଜାଟାକୁ ମଉସା ଆପଣଙ୍କ ହାତରେ ଟେକି ଦେଇଛି ରାଣୀମା। ମଉସା ତାକୁ କେବେ ଦୁଃଖ କଷ୍ଟ ଯନ୍ତ୍ରଣା ଦେବେନି ରାଣୀମା। ନାଇଁ ମଉସା ନାଇଁ ତାକୁ କେବେ ଦୁଃଖ କଷ୍ଟ ଯନ୍ତ୍ରଣା ଦେବେନି। ମଉସା ଆପଣ ବାସୁଦେବ ସାଜି ମୋ ହସ୍ତରେ ଟେକି ଦେଇଛନ୍ତି ଯେତେବେଳେ ନିଶ୍ଚୟ ମୁଁ ଯଶୋଦା ସାଜି ନିଜ ପୁତ୍ର ଭଳି ଲାଳନ ପାଳନ କରିବି। ମାର ସ୍ନେହ ମମତା ଭଲ ପାଇବା ସବୁ କିଛି ଦେବି, ହେଲେ ଜୀବନରେ କେବେ ହେଲେ ଦୁଃଖ କଷ୍ଟ ବାଧା ଦେବିନି ମଉସା, ଦୁଃଖ କଷ୍ଟ ବାଧା ଦେବିନି। ହଁ ମଉସା, ଆଜି ଦିନଠୁ ସେ ଆମ ପୁତ୍ର, ତାକୁ କେବେ ମଧ୍ୟ ଝଡ଼ ଝଞ୍ଜା ବିପଦ ଛୁଇଁବାକୁ ଆମ ଦେବୁନି, କେବେ ମଧ୍ୟ ଝଡ଼ ଝଞ୍ଜା ବିପଦ ଛୁଇଁବାକୁ ଦେବୁନି ମଉସା। ଆପଣ ନିଶ୍ଚିନ୍ତରେ ରୁହନ୍ତୁ ମଉସା, ଆପଣ ନିଶ୍ଚିନ୍ତରେ ରୁହନ୍ତୁ। ଏଥର ମୁଁ ବହୁତ ଖୁସି ମହାରାଜ, ମଉସା ଏଥର ମୁଁ ବହୁତ ଖୁସି। ମଉସା ଖୁସିରେ ନିଶ୍ୱାସ ତ ନେଇପାରିବି, ମଉସା ଖୁସିରେ ମରି ତ ପାରିବି। ମଉସା ଦବା ନବାର କଥା ତ ସେଇ ଉପର ବାଲାଙ୍କ ହାତରେ ଅଛି। ଆମେ ତ ଗୋଟାଏ ଗୋଟାଏ ତୁଚ୍ଛ ମଣିଷ ମଉସା, ଆମେ ତ ଗୋଟାଏ ଗୋଟାଏ ତୁଚ୍ଛ ମଣିଷ। ଏଥର ମୁଁ ଆସୁଛି ମହାରାଜ। ମଉସା ଗଲାବେଳେ ଗୋଟାଏ କଥା ଆପଣ ଭୁଲିଯିବେନି ମଉସା, ଆପଣ ବେଳେ ବେଳେ ଦେଖା କରିବାକୁ ଆସିବେ ମଉସା, ଆପଣ ବେଳେ ବେଳେ ଦେଖା କରିବାକୁ ଆସିବେ। ହେ ମହାମାନ୍ୟ ମଉସା ଏ ପିଣ୍ଡରେ ଯଦି ପ୍ରାଣଟା ଥିବ, ହଁ ମଉସା, ହଁ ମହାରାଜ, ଏ ପିଣ୍ଡରେ ଯଦି ପ୍ରାଣଟା ଥିବ, ମଉସା ଆଉ ଏ ଦେହରେ ଯଦି ନିଶ୍ୱାସଟା ପ୍ରଚଳନ ହଉଥିବ, ମଉସା ହଁ ମହାରାଜ, ହଁ ମଉସା ଏ ପିଣ୍ଡରେ ଯଦି ପ୍ରାଣଟା ଥିବ, ଆଉ ଏ ଦେହରେ ଯଦି ନିଶ୍ୱାସଟା ପ୍ରଚଳନ ହଉଥିବ, ମଉସା ତାହେଲେ ନିଶ୍ଚୟ ଆସିବି ମହାରାଜ, ହଁ ମଉସା, ନିଶ୍ଚୟ ଆସିବି। ମଉସା ନିଶ୍ଚୟ ଆସିବେ। ଆଉ ମୁଁ ଯଦି ସବୁଦିନ ପାଇଁ ଆର ପାରିକୁ ଚାଲିଯାଏ, ମଉସା ହଁ ମହାରାଜ, ମଉସା ଆଉ ମୁଁ ଯଦି ସବୁଦିନ ପାଇଁ ଆର ପାରିକୁ ଚାଲିଯାଏ, ନାଇଁ ମଉସା, ତାହେଲେ ସେ ଉପରେ ଥାଇ ତାର ମଙ୍ଗଳ କାମନା କରିବି, ମଉସା ଉପରେ ଥାଇ ତାକୁ ଆଶୀର୍ବାଦ ଦେବି, ମଉସା ଉପରେ ଥାଇ ତାକୁ ଆଶୀର୍ବାଦ ଦେବି। ହଁ ମଉସା, ଏଥର ମୁଁ ଆସୁଛି ମହାରାଜ। ହଁ ମଉସା। ମହାମନ୍ତ୍ରୀ ଚୂଡ଼ାମଣି, ମହାମନ୍ତ୍ରୀ ଚୂଡ଼ାମଣି, ମହାମନ୍ତ୍ରୀ ଚୂଡ଼ାମଣି, ଆଜ୍ଞା ରାଜେଶ୍ୱର। এই ବୃଦ୍ଧ ମଉସାଟାକୁ ଆମ ରାଜ୍ୟ ମହଲର ସିଂହ ଦ୍ୱାରଠାରେ ସହ ସମ୍ମାନେ ଛାଡ଼ି ଆସ ମହାମନ୍ତ୍ରୀ, ସହ ସମ୍ମାନେ ଛାଡ଼ି ଆସ। ତାର ଠିକ ଅଛି ରାଜେଶ୍ୱର, ହଁ ଚୂଡ଼ାମଣି, ଚାଲନ୍ତୁ ମଉସା। ଆସୁଛି ହଁ ମଉସା।
ଆପଣ କ'ଣ କଲେ ଠାକୁରେ? ଆପଣ କ'ଣ କଲେ? ବୃଦ୍ଧ ମଉସାଟାକୁ ହାର ପାରିକୁ ନେଇଗଲେ ନା, ହାର ପାରିକୁ ନେଇଗଲେ। ହେଲେ କ'ଣ ଏଇ ବୃଦ୍ଧ ମଉସା ଏଇ ପୁଣ୍ୟ ସଂସାରରେ ପାପର ଘର କରିଥିଲେ? এই নিরীহ শিশু কোণ এই পুণ্য সংসারে পাপী মଣିষ যে শিশু পুত্রକୁ জন্ম হেলা মাত্রকে মাতৃহরা করিদেল, আজি পুଣି পিতৃহরা করিদেল না ঠাকুরে, আজি পুଣି পিতৃহরা করিদেল না। ହେଲେ এই বৃদ্ধ মৌসা জনক হউଛନ୍ତି ଆମ ପାଇଁ ସିଏ ଭଗବାନ, ସିଏ ଭଗବାନ ସ୍ୱରୂପରେ ଆସିଥିଲେ। ପୁତ୍ରୀକୁ ପୁତ୍ର ଦାନ କରି ସେ ଆର ପାରିକୁ ଚାଲିଗଲେ। କାହିଁକି ଏମିତି କଲେ ଠାକୁରେ? କାହିଁକି ଆପଣ ଏମିତି କଲେ? ଆପଣଙ୍କୁ ଟିକିଏ ଖୁସି ତ ମାଗିଥିଲେ, ଟିକିଏ ସୁଖ ତ ମାଗିଥିଲେ। ସେଇ ସୁଖ ବଦଳରେ ଆପଣ ଦୁଃଖ ଦେଇଗଲେ ଠାକୁରେ, ଆପଣ ଦୁଃଖ ଦେଇଗଲେ। ସୁଖ ଖୋଜୁ ଖୋଜୁ ବୁଡ଼ି ଯାଏ ବେଳ, ଆଶାର ସକାଳ ଲୁହର ପଖାଳ, ଜୀବନ ଗଛରେ ଯାତନାର ଡାଳ, କରମକୁ ନେଇ ଭାଗ୍ୟ ଦିଏ ଫଳ। ବଞ୍ଚିଥାଇ ମରେ ମରି ମରି ବଞ୍ଚେ, ବଞ୍ଚିଥାଇ ମରେ ମରି ମରି ବଞ୍ଚେ, ଠିକଣା ହଜେଇ ନିଜର। ପୁଣ୍ୟ ସଂସାରରେ ପାପର ଘର, ପୁଣ୍ୟ ସଂସାରରେ ପାପର ଘର, ପୁଣ୍ୟ ସଂସାରରେ ପାପର ଘର, କିଏ ପର ଏଠି କିଏ ନିଜର। ମହାମନ୍ତ୍ରୀ ଚୂଡ଼ାମଣି, ଏଥର ଆସ ମହାମନ୍ତ୍ରୀ, ମଉସାର ମୂର୍ତ୍ତ ଦେହକୁ ସହ ସମ୍ମାନ ଘେନି ଯିବା ସେଇ ମଶାଣୀ ଭୂମିକୁ। ରାଜନୀତି ରୀତି ହିସାବରେ ଶବ ସଂସ୍କାର କରିବା ମହାମନ୍ତ୍ରୀ, ଶବ ସଂସ୍କାର କରିବା।